ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟୀ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣଙ୍କର ମନେ ଥିବ ମେଷ ପାଳକମାନଙ୍କୁ ସ୍ୱର୍ଗଦୂତ ଦେଖାଦେଲେ। ଆଉ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ, ସେତେବେଳେ ସ୍ୱର୍ଗଦୂତ ମେଷ ପାଳକମାନଙ୍କୁ ଦେଖାଦେଇ କହିଲେ, ତୁମେମାନେ ଯାଅ ଦାଉଦ ନଗରରେ ଜଣେ ରାଜା ଜନ୍ମଗ୍ରହଣ କରିଅଛନ୍ତି। ତେବେ ସେଇ ଜାଗାକୁ ଆଜି ମୁଁ ଆପଣମାନଙ୍କୁ ଦେଖିବା ପାଇଁ ଯାଉଅଛି। ତେବେ ଏଇ ଭିତରେ ପ୍ରବେଶ କରିବାକୁ ପଡ଼ିବ, କାରଣ ଏଇଟା ରହିଅଛି ସେଇ ଜାଗା ଯାହା ବିଷୟରେ ମୁଁ ଜଣାଇଲି। ଏଠି କିଛି ବିଷୟକୁ ମନା କରାଯାଇଛି। ଆପଣ କ'ଣ କରିପାରିବେନି? ନୋ ୱେପନ୍ସ, ଆପଣ କୌଣସି ଅସ୍ତ୍ର ନେଇପାରିବେ ନାହିଁ। ନୋ ସ୍ମୋକିଂ, ଧୂମ୍ରପାନ କରିପାରିବେ ନାହିଁ। ନୋ ଡିଭାଇଜ୍, କୌଣସି ଜିନିଷ ବୋହିକି ନେଇପାରିବେନି। ନୋ ପିକନିକ୍, ଆପଣ ଏଠି ପିକନିକ୍ କରିପାରିବେ ନାହିଁ। କାହିଁକି ଆପଣ ପିକନିକ୍ କରିପାରିବେନି? କାହିଁକି ଏମିତି ମନା କରାଯାଇଛି ତା'ର ମଧ୍ୟ କାରଣ ଅଛି। କାରଣ ଏଇ ଜାଗା ହେଉଛି ଏକ ପବିତ୍ର ଜାଗା। ଏଠାକାର ଲୋକମାନେ ଏଇ ଜାଗାକୁ ପବିତ୍ର ଜାଗା ରୂପରେ ମାନ୍ୟ କରନ୍ତି। ତେଣୁ ଆପଣ ଜାଣିଥିବେ, ଯେତେବେଳେ ପିକନିକ୍ ହୁଏ ସେତେବେଳେ ଅନେକ ଲୋକମାନେ ସେମାନେ ମଦ୍ୟପାନ କରନ୍ତି। ମଦ୍ୟପାନ କରିକି ମଦ ବୋତଲ ଗୁଡ଼ିକ ଇଆଡ଼େ ସିଆଡ଼େ ଫିଙ୍ଗନ୍ତି। ଖାସ୍ କରିକି ସେଥିପାଇଁ ଏଠି ମନା କରାଯାଇଛି ଯେ ଏଠି କେହି ମଦ୍ୟପାନ କରିପାରିବେ ନାହିଁ। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା, ଆଉ ଇଏ ହେଉଛି ସେଇ ଏରିଆ। ଆଉ ପୂର୍ବରୁ ତ ଏ ଏରିଆ ଏମିତି ନଥିଲା। ମୋର ଚିନ୍ତାଧାରା ଅନୁସାରେ ଏଇଟା ବାଇବେଲ ଲେଖା ହେଇନି, କିନ୍ତୁ କାଳ୍ପନିକ ଭାବରେ ମାନେ ମୁଁ ଯାହା ଭାବୁଛି ଯେ ଏଠାରେ ନିଶ୍ଚୟ ଏକ ଘାସ ପଡ଼ିଆ ଥିବ ନିହାତି ଭାବରେ। କାରଣ ଲେଖା ହେଉଛି ବାକ୍ୟରେ, ମେଷ ପାଳକମାନେ ସେମାନେ ରାତିରେ ମେଷ ଜଗୁଥିଲେ ବା ପଶୁମାନଙ୍କୁ ଜଗୁଥିଲେ। ତେବେ ପ୍ରିୟ ବନ୍ଧୁଗଣ, ନିଶ୍ଚିନ୍ତ ରୂପରେ ଏହା ଏକ ଘାସ ପଡ଼ିଆ ଥିବ ପୂର୍ବରୁ। ଆଜି ଏମିତି ଘର କରାହେଇଛି, ଏମିତି ଏକ ଦର୍ଶନୀୟ ସ୍ଥାନ ଭାବରେ ତିଆରି କରାହେଇଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଏବଂ ମୁଁ ଆମେମାନେ ଭାଗ୍ୟବାନ ଅଟୁ, କାରଣ ଏମିତି ଏକ ଜାଗାକୁ ଆମେମାନେ ନିଜ ଆଖିରେ ଆମେମାନେ ଦେଖିବା ପାଇଁ ସୁଯୋଗ ପାଉଛୁ। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଜାଗା ଆଉ ସେଇ ଏରିଆ। ଆପଣ ଦେଖୁଥିବେ ବୋର୍ଡ଼ରେ ଗୋଟେ ଲେଖା ହେଇଛି। ଆପଣ ଏଇ ଭିଡ଼ିଓକୁ ପୁଶ୍ କରିକି ଭିଡ଼ିଓକୁ ମାନେ ଜୁମ୍ କରିକି ଆପଣ ପଢ଼ିପାରିବେ। ମାନେ ଏଠି କ'ଣ ଲେଖାଯାଇଛି? ମେଷପାଳକକୁ ସ୍ୱର୍ଗଦୂତ ଯେଉଁ ଦର୍ଶନ ଦେଇଥିଲେ ସେଇ ବିଷୟରେ ଏଠାରେ ମାନେ ଲେଖାଯାଇଛି। ଆପଣ ଭିଡ଼ିଓକୁ ପୁଶ୍ କରିକି ଆପଣ ପଢ଼ିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଯାହା ବି ହେଉ, ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ। ବାଇବେଲ ମଧ୍ୟରେ, ପବିତ୍ର ଧର୍ମଶାସ୍ତ୍ର ବାଇବେଲ ମଧ୍ୟରେ ଯାହା ବି ଲିଖିତ ହୋଇଅଛି ତାହା ଅକ୍ଷର ଅକ୍ଷରେ ସତ୍ୟ ଅଟେ। ଯେଉଁ ଜାଗା ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି ବାଇବେଲ ମଧ୍ୟରେ, ସେ ଜାଗା ଗୁଡ଼ିକ ଏବେ ମଧ୍ୟ ରହିଅଛି ପ୍ରିୟ ବନ୍ଧୁଗଣ। ତା ମଧ୍ୟରୁ ଇଏ ହେଉଛି ଗୋଟିଏ ଜାଗା। ଆଉ ଏଇ ଜାଗାରେ ସ୍ୱର୍ଗଦୂତ ମେଷ ପାଳକମାନଙ୍କୁ ଦେଖା ଦେଇକି କହିଥିଲେ, ତୁମେମାନେ ଯାଅ ବେଥଲିମ୍କୁ, ତୁମେମାନେ ଯିବ, ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳ କୁଣ୍ଡରେ ଶୁଆ ହୋଇଥିବାର ତୁମେ ଦେଖିବ। ଆଉ ସିଏ ହେଉଛନ୍ତି ଜଣେ ରାଜା, ଜଗତର ଉଦ୍ଧାରକର୍ତ୍ତା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଇଏ ହେଉଛି ସେଇ ଜାଗା। ଦେଖନ୍ତୁ, ଇଏ ହେଉଛି ସେଇ ଘର। ଆଉ ଏଠି ତ ଏକ ଘର ତିଆରି କରାହେଇଛି ପ୍ରିୟ ବନ୍ଧୁଗଣ। ଆଉ ଏଇ ଜାଗାରେ ସ୍ୱର୍ଗଦୂତ ଦର୍ଶନ ଦେଇଥିଲେ। ତେବେ ବାହାର ଦେଖିବା ପାଇଁ ଏମିତି, ତେବେ ଭିତରେ ଦେଖିବା ପାଇଁ କେମିତି ହେଇଥିବ? ଆପଣ ନିହାତି ଏକ୍ସାଇଟେଡ଼୍ ଥିବେ, ବା ଭିତରେ କ'ଣ ଅଛି ଆମେମାନେ ଟିକେ ଦେଖିବୁ। ହଁ ପ୍ରିୟ ବନ୍ଧୁଗଣ, ନିଶ୍ଚିନ୍ତ ଭାବରେ ଆମେମାନେ ଭିତର ପାର୍ଶ୍ୱକୁ ମଧ୍ୟ ଆମେ ଦେଖିବା। ଆମେ ବାହାର ଅଂଶ ତ ଆମେ ଦେଖିଲୁ, ଏ ଏରିଆକୁ ଆମେ ଦେଖିଲୁ। ତେବେ ଏହାପରେ ଆମେ ଏଇ ଭିତରକୁ ଆମେ ଯାଇକି ଆମେ ଦେଖିବା ଏଇ ଭିତରେ କ'ଣ ସବୁ ରଖା ହେଇଛି, ଆଉ ଏଇ ଭିତରେ କ'ଣ ସବୁ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ ଦେଖନ୍ତୁ, ଏ ଜାଗା ହେଉଛି ଏମିତି।
ବହୁତ ବଡ଼ ଏରିଆ, ବହୁତ ବଡ଼ ଜାଗା। ଆପଣ ବାହାରୁ ଦେଖିଲେ ବା ମୁଁ ବି ଯେତେବେଳେ ବାହାରୁ ଦେଖିଲି ମୁଁ ଭାବୁଥିଲି ଭିତରେ ଏକ ଛୋଟ ଜାଗା ହେଇଥିବ ବୋଧେ, କିନ୍ତୁ ନାହିଁ, ଇଏ ତ ଏକ ବହୁତ ବଡ଼ ଜାଗା। ଆଉ ଏଠି ବସିବା ପାଇଁ ମଧ୍ୟ ଏଠି ବ୍ୟବସ୍ଥା କରାଯାଇଛି, ଯେମିତିକି ଦର୍ଶକମାନେ ମାନେ ଯେଉଁମାନେ ବି ଆସିବେ ଏ ଅଞ୍ଚଳକୁ ସେମାନେ ଏ ଜାଗାରେ ବସିବେ, ବସିକି ସେମାନେ କ'ଣ କରିବେ, ରେଷ୍ଟ କରିବେ ଏ ଜାଗାରେ। ସେଥି ନିମନ୍ତେ ଏଠି ଏମିତି ବନା ହେଇଛି। କାରଣ ଆପଣ ଦେଖନ୍ତୁ ଏଇ ଜାଗାକୁ କେବଳ ଇସ୍ରାଏଲ ଦେଶ ନୁହେଁ, ଇସ୍ରାଏଲ ଦେଶ ବାହାରୁ ମଧ୍ୟ ଲୋକମାନେ ଯାଆନ୍ତି ଏ ଜାଗାକୁ ଦେଖିବା ପାଇଁ, ଯେମିତିକି USA, ୟୁନାଇଟେଡ଼ ଷ୍ଟେଟ୍ ଅଫ୍ ଆମେରିକା, ୟୁନାଇଟେଡ଼ କିଙ୍ଗଡ଼ମ୍, ତାପରେ ରୁଷିଆ, ବ୍ରାଜିଲ, ସାଉଥ କୋରିଆ, ଏପରିକି ଆମର ଇଣ୍ଡିଆରୁ ମଧ୍ୟ ଲୋକମାନେ ଏଠାକୁ ଯାଆନ୍ତି, ଚାଇନାରୁ ମଧ୍ୟ ଲୋକମାନେ ଆସନ୍ତି। ଯେ ଜାଗା କେମିତି ଆମେମାନେ ସେ ଜାଗାକୁ ଆମେ ଦେଖିବୁ। କିନ୍ତୁ ମୁଁ ଧନ୍ୟବାଦ ଦିଏ ଆମମାନଙ୍କ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ। ମୁଁ ଧନ୍ୟବାଦ ଦିଏ ଯେହେତୁ ପରମେଶ୍ୱର ଏସବୁ ପରମେଶ୍ୱରଙ୍କ ଯୋଜନା ଅଟେ। ମାନେ ଲୋକମାନେ ଦେଖିକି ଯେମିତି ବିଶ୍ୱାସ କରିବେ ଯେ ବାଇବେଲ ଏକ ସତ୍ୟ ପୁସ୍ତକ ଅଟେ, ସେଥି ନିମନ୍ତେ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଜ୍ଞାନ ଦେଲେ। ସେମାନେ ଏ ଜାଗା ଲୁପ୍ତ ହେବା ପୂର୍ବରୁ ସେମାନେ ଏମିତି ଗୋଟେ ଗୋଟେ ଜିନିଷ ସେମାନେ ତିଆରି କଲେ, ଏମିତି ଗୋଟେ ଗୋଟେ ଜାଗା ସେମାନେ ତିଆରି କଲେ ଯାହାଫଳରେ ଜଣେ ଦେଖିକି ଜାଣିପାରିବ ଯେ ଏଠାରେ କ'ଣ କ'ଣ ସବୁ ହେଇଥିଲା। ପବିତ୍ର ଧର୍ମଶାସ୍ତ୍ର ବାଇବେଲ ମଧ୍ୟରେ ଯାହା ବି ଲେଖା ଅଛି, ସେ ଯେଉଁ ଘଟଣା ବିଷୟରେ ଲେଖା ଅଛି କେଉଁ କେଉଁ ଜାଗାରେ ଘଟିଥିଲା ଆଜି ଆମେ ଦେଖିବାକୁ ପାଉ। ହଁ ପ୍ରିୟ ବନ୍ଧୁଗଣ, ଆଜି ଆମେ ଦେଖିବାକୁ ପାଉ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଦେଖନ୍ତୁ, ଏ ଜାଗାକୁ ଆଜି ଆପଣ ଦେଖନ୍ତୁ କିଭଳି ଡେକୋରେଟ୍ କରାହେଇଛି ଜାଗାକୁ। ଆଉ ଏଠି ବସିବା ନିମନ୍ତେ ମଧ୍ୟ ସ୍ଥାନ ରହିଅଛି। ଯଦି ଆପଣ କେବେ ସେଠାକୁ ଯାଇଥିବେ ତେବେ ନିହାତି କମେଣ୍ଟ କରିବେ। କିଛି ଭାଇମାନେ ମୋତେ କମେଣ୍ଟ କରନ୍ତି ଯେ ଆମେ ଇସ୍ରାଏଲ ଦେଶକୁ ଯାଇଛୁ, ବାଇବେଲ ରିଲେଟେଡ଼ ଅନେକ ଜାଗା ଆମେ ଦେଖିକି ଆସିଛୁ। ଯେତେବେଳେ ମୁଁ କମେଣ୍ଟ ପଢ଼ିଲି ମୋତେ ବହୁତ ଭଲ ଲାଗିଲା, ଖୁସି ଲାଗିଲା। ଆପଣ ସେ ଜାଗା ଗଲେ ଏମିତି ଏକ ପବିତ୍ର ଜାଗାକୁ ଦେଖିବାର ସୌଭାଗ୍ୟ ପାଇଲେ ଆପଣ। ଆଉ ଯଦି ବି ଆପଣ କେବେ ଯାଇନାହାନ୍ତି, ଯଦି ଆପଣ ପ୍ଲାନିଂ କରୁଛନ୍ତି ଯିବା ପାଇଁ, ତେବେ ବହୁତ ବଢ଼ିଆ କଥା, ଆପଣ ଥରେ ଯାଆନ୍ତୁ। ଆଉ ଆପଣ ଯେତେବେଳେ ପ୍ଲାନିଂ କରିବେ ଦିନେ 2 ଦିନ ପାଇଁ ନୁହେଁ, ଆପଣ କମ୍ ସେ କମ୍ 15-20 ଦିନ, ଅତି କମ୍ରେ ମାନେ 15-20 ଦିନର ମାନେ ପ୍ଲାନିଂ କରିକି ଆପଣ ଯାଆନ୍ତୁ। ଯଦି ମାସେ 2 ମାସ ହେଲେ ବି ଆହୁରି ଭଲ କଥା। ଆଉ ଆପଣ ଏକାଥରେ ଯିବେ, ଯେତେ ବି ଇସ୍ରାଏଲ ଦେଶରେ ବାଇବେଲ ରିଲେଟେଡ଼ ଜାଗା ଅଛି ସବୁ ବୁଲିକି ଆସନ୍ତୁ। ଯଦି ଆପଣ ପ୍ଲାନିଂ କରୁଛନ୍ତି ତେବେ ମୁଁ କହିଲି, ଆଉ ଯେମିତିକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କବର, ଇଏ ଗୋଟେ ବହୁତ ବଡ଼ ଦର୍ଶନୀୟ ସ୍ଥାନ। ମାନେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜୀବିତ, ସେ ବଞ୍ଚିକି ଉଠିଲେ ତା'ର ଏକ ପ୍ରମାଣ ଅଟେ। ତାପରେ ଯେମିତି କାନା ନଗର, ଜର୍ଦ୍ଦନ ନଦୀ, ଗାଲିଲି ସମୁଦ୍ର କୂଳ, ଗେତ୍‌ସେମନୀ ବଗିଚା। ତେବେ ପ୍ରିୟ ବନ୍ଧୁଗଣ, ଏହିସବୁ ଜାଗା ଗୁଡ଼ିକ ଯେତେ ବି ରହିଅଛି ବାଇବେଲ ରିଲେଟେଡ଼, ସେ ସବୁ ଜାଗାକୁ ଆପଣ ଦେଖନ୍ତୁ, ଫଟୋ କରନ୍ତୁ, ଭିଡ଼ିଓ କରନ୍ତୁ, ତେବେ ଆସିକି ସୋସିଆଲ ମିଡ଼ିଆରେ ଆପଣ ଅପଲୋଡ଼ କରନ୍ତୁ। ଫଳରେ ଆମେ ବି ଆପଣଙ୍କୁ ଦେଖିବୁ, ଜାଣିବୁ ଆପଣଙ୍କ ବିଷୟରେ, ଆପଣ ଏ ସମସ୍ତ ଜାଗାକୁ ଆପଣ ଯାଇକି ଆପଣ ଫେରିଛନ୍ତି। ତେବେ ଆଜି ଦେଖନ୍ତୁ ଏ ଜାଗା ମାନେ କେତେ ସୁନ୍ଦର ଲାଗୁଛି। ଦୂରରୁ ଦେଖିଲେ କେତେ ସୁନ୍ଦର, ବାହାରୁ ଦେଖିଲେ ମାନେ ଏମିତି ସିନେରୀ ଗୁଡ଼ିକ ରହିଅଛି ଯାହାକୁ ଦେଖିଲେ ପୁରା ମନ ପୁରା ମୁଗ୍ଧ ହେଇଯିବ, ମାନେ ମନକୁ ପୁରା ଛୁଇଁଯିବ। ଏମିତି ସିନେରୀ ଗୁଡ଼ା ସବୁ ମାନେ ବନା ହେଇଛି। ଆଉ ଇଏ ହେଉଛି ସେଇ ଏରିଆ, ମେଷପାଳକମାନଙ୍କର ଏରିଆ, ମେଷପାଳକମାନଙ୍କର ଏରିଆ। ଆଉ ମେଷପାଳକ ମାନେ ରାତିରେ ଗୋରୁ ଜଗୁଥିଲେ ବା ପଶୁ ଜଗୁଥିଲେ। ଯେମିତି ମେଷପାଳକ ଲେଖା ଅଛି, ମାନେ ଆମେ ପ୍ରାୟୋରିଟି ଆମେ ଦେବା ମେଷମାନଙ୍କୁ ଜଗୁଥିଲେ ରାତିରେ। ଇଏ ଆଉ ଗୋଟେ ଗୃହ ଅଟେ। ଏଠି ମଧ୍ୟ ସେମିତି ବ୍ୟବସ୍ଥା କରାଯାଇଛି ବସିବାର।
ଆପଣ ଏଠି ପ୍ରାର୍ଥନା କରିପାରିବେ, ବସିପାରିବେ। ଏଠି ଗୋଟେ ପୁଲପିଟ୍ ରଖାଯାଇଛି ଦେଖନ୍ତୁ। ନିହାତି ଭାବରେ ଏଠାରେ ଉପାସନା ନିହାତି ହେଉଥିବ। ମୁଁ ଯାହା ଭାବୁଛି, ଏଇଟା ତ ମୁଁ ଗ୍ୟାରେଣ୍ଟି ଦେଇପାରିବି ନାହିଁ, କିନ୍ତୁ ମୋ ମନକୁ ଏମିତି ଆସୁଛି ହେଇପାରେ ଏଠି ଉପାସନା ହେଉଥିବ। ଏଠି ମେଷପାଳକ ମାନେ ମେଷ ଜଗୁଥିବାର ଚିତ୍ର ଅଛି ଦେଖନ୍ତୁ। ମେଷପାଳକ ମାନେ ମେଷ ଜଗୁଛନ୍ତି। ଏସବୁ ଏକ ସ୍ମୃତି ପାଇଁ ବନା ହେଇଛି। ଏଠି ଦେଖନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗୁହାଳ କୁଣ୍ଡରେ ରଖାଯାଇଛି ଏବଂ ମେଷପାଳକମାନେ ଯାଇକି ଦର୍ଶନ କରୁଛନ୍ତି। ଏଇଟା ଏକ ଚିତ୍ର ଅଟେ। ଆଉ ଏଇଠି ଏକ ଚିତ୍ର ଅଟେ ଦେଖନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର 3 ପ୍ରିୟ ଶିଷ୍ୟଙ୍କୁ ଧରିକି ଯାଇଛନ୍ତି ଆଉ ପ୍ରାର୍ଥନା କରିବା ନିମନ୍ତେ। ଇଏ ଗୋଟେ ଚିତ୍ର ଅଟେ। ତେବେ ଅନେକ ବିଷୟ ରହିଅଛି ଏ ଗୃହ ମଧ୍ୟରେ। ଆଉ ଆପଣମାନେ ଯଦି ଯିବେ ଡାଇରେକ୍ଟ ଏ ସମସ୍ତ ବିଷୟ ଆପଣ ଦେଖିବେ। ତେବେ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟକୁ ଦେଖିଲା ପରେ ଆପଣ କ'ଣ ଭାବୁଛନ୍ତି ଏବଂ ଆପଣ କ'ଣ ଅନୁଭବ କରୁଛନ୍ତି କମେଣ୍ଟ କରିକି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେମାନେ ଭାଗ୍ୟବାନ। ଇଏ ହେଉଛି ସେଇ ପବିତ୍ର ଜାଗା ଯେଉଁ ଜାଗାରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦର୍ଶନ କରିବା ପାଇଁ ସ୍ୱର୍ଗଦୂତ ସ୍ୱୟଂ ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ପିତା ପରମେଶ୍ୱରଙ୍କର ଆଦେଶ କ୍ରମେ। ଆଉ ସ୍ୱର୍ଗଦୂତ ସନ୍ଦେଶ ଦେଲେ। ଆଉ ସେମାନେ ତ ସ୍ୱର୍ଗଦୂତମାନେ ମନେ ମନେ କିଛି କରିବେ ନାହିଁ ନିଜ ଇଚ୍ଛାରେ। ସେମାନେ ଯାହା କିଛି କରନ୍ତି ଈଶ୍ୱରଙ୍କ ଇଚ୍ଛାରେ, ଈଶ୍ୱରଙ୍କ ଆଦେଶରେ ସେମାନେ କରନ୍ତି। ତେବେ ସ୍ୱର୍ଗଦୂତ ଆସିଲେ ଆଉ ଏହି ଜାଗାରେ ମେଷପାଳକମାନଙ୍କୁ ଦର୍ଶନ ଦେଲେ ଆଉ କହିଲେ ତୁମେମାନେ ଯାଅ, କାରଣ ତୁମମାନଙ୍କ ନିମନ୍ତେ ଏକ ଉଦ୍ଧାରକର୍ତ୍ତା ଜନ୍ମି ଅଛନ୍ତି, ଉଦ୍ଧାରକର୍ତ୍ତା ଜନ୍ମ ନେଇଛନ୍ତି। ଆଉ ତାହାଙ୍କ ନାଁ ହେଉଛି କ'ଣ? ଯୀଶୁ, ପ୍ରଭୁ ଯୀଶୁ। ଆଉ ତୁମେ ଶିଶୁଙ୍କୁ କେମିତି ଦେଖିବ? ଗୁହାଳ କୁଣ୍ଡରେ ଲୁଗାରେ ମାନେ ଗୁଡ଼େଇକି ଶୁଆ ହେଇଥିବାର ତୁମେ ଦେଖିବାକୁ ପାରିବ। ତେବେ ପ୍ରିୟ ବନ୍ଧୁଗଣ, କମେଣ୍ଟ କରନ୍ତୁ এই ଜାଗା ଆପଣଙ୍କୁ କିପରି ଲାଗୁଛି। ଯଦି এই ଜାଗା ଆପଣଙ୍କୁ ଭଲ ଲାଗୁଛି ତେବେ এই ଭିଡ଼ିଓକୁ ଆପଣ ସେୟାର କରନ୍ତୁ। କାରଣ ଏମିତି ଅନେକ ଅଛନ୍ତି ପ୍ରିୟ ବନ୍ଧୁଗଣ, ଏମିତି ଲୋକମାନେ ଅଛନ୍ତି ଆମର ଭାଇ ଭଉଣୀମାନେ ଯେଉଁମାନେ ଚାହାନ୍ତି ଏମିତି ସବୁ ବାଇବେଲ ରିଲେଟେଡ଼ ଜାଗା ଗୁଡ଼ିକ ଦେଖିବା ପାଇଁ, କିନ୍ତୁ ସେମାନଙ୍କ ଭାଗ୍ୟରେ ନଥାଏ। ଆପଣ ଯଦି এই ଭିଡ଼ିଓକୁ ସେମାନଙ୍କ ପାଖକୁ ପଠାଇବେ, ସେଣ୍ଡ କରିବେ, ତେବେ ସେମାନେ ଦେଖିବେ, ସେମାନେ ବି ଖୁସି ହେବେ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଯଦି ଆପଣ କେବେ ପ୍ଲାନିଂ କରୁଛନ୍ତି ଯିବା ପାଇଁ ତେବେ ମୋତେ କମେଣ୍ଟ କରନ୍ତୁ। ଆଉ ସେଠାରେ ଯାଆନ୍ତୁ, ସେଠାକୁ ଯାଆନ୍ତୁ ଏବଂ ଆଉ ଏଇସବୁ ବିଷୟକୁ ଆପଣ ରେକର୍ଡ଼ କରନ୍ତୁ। ଆଉ ଯେମିତି ମୁଁ ଆପଣଙ୍କୁ କହିଲି, କେବଳ ଦିନେ 2 ଦିନ ନୁହେଁ, ଆପଣ କମ୍ ସେ କମ୍ 15-20 ଦିନର ପ୍ଲାନିଂ କରିକି ଯାଆନ୍ତୁ। କମ୍ ସେ କମ୍ ମାନେ ଅତି କମ୍ରେ, ଯେମିତି ଆପଣ ସେ ଜାଗାକୁ ଯାଇକି ବାଇବେଲ ରିଲେଟେଡ଼ ଯେତେ ବି ଜାଗା ଅଛି, ଦର୍ଶନୀୟ ସ୍ଥାନ ଗୁଡ଼ିକ ଯେମିତି ଆପଣ ବୁଲିକି ଦେଖିପାରିବେ ଏକା ବେଳକେ। ତେବେ ଏଠି ବହୁତ ପ୍ରକାର ମୂର୍ତ୍ତି ମିଳେ। ଆଉ ଦେଖନ୍ତୁ ବିଭିନ୍ନ ଭେରାଇଟି ମୂର୍ତ୍ତି ଅଛି। ଆଉ ହୁଏତ ମୁଁ ଏଇଟା ସତ କଥା ଯେ ମୁଁ ମୂର୍ତ୍ତି ପୂଜାର ବିରୋଧ କରେ, ମୁଁ ସପୋର୍ଟ କରେ ନାହିଁ। ଜଷ୍ଟ ଆପଣ କିଣିକି ଏକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆପଣ ୟାକୁ ଘରେ ରଖିପାରିବେ। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଏଇଠି ରଖିବା। ଯଦି এই ଭିଡ଼ିଓ ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।